ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ପ୍ରିଭିୟସ୍ ଭିଡ଼ିଓରେ ରେବତୀ ଗଳ୍ପକୁ ଆଲୋଚନା କରିଥିଲି। ଏ ଭିଡ଼ିଓରେ ଆଜି ଆମେ ଏକ୍ଜାମ୍ ରିଲେଟେଡ୍ କିଛି ସର୍ଟ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସ୍ କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରେବତୀ ନାରୀ ଶିକ୍ଷା ପ୍ରତି ସେକାଳର ରକ୍ଷଣଶୀଳ ସମାଜର ମନୋଭାବ ଜେଜିମା ଚରିତ୍ର ମାଧ୍ୟମରେ ଏହି ଗଳ୍ପରେ ବର୍ଣ୍ଣିତ। ରେବତୀର ପାଠପଢ଼ା ହୋଇଛି ତା ଜୀବନ ବିପର୍ଯ୍ୟୟର କାରଣ ବୋଲି ରକ୍ଷଣଶୀଳ ସମାଜର ବିଶ୍ୱାସ। ତାର ପିତାମାତାଙ୍କର ମୃତ୍ୟୁ ଘଟିଛି, ଜମିଦାର ସମ୍ପତ୍ତି ବାଡ଼ି ନିଲାମ କରି ନେଇଛନ୍ତି, ଜେଜିମାର ଆଖିକୁ ଦିଶୁନାହିଁ, ଯାହାକୁ ସେ ନୀରବରେ ଭଲ ପାଇଥିଲା ଏବଂ ଯିଏ ତାକୁ ପାଠ ପଢ଼ାଇଥିଲା ସେହି ବାସୁଦେବର ମଧ୍ୟ ହୋଇଛି ମୃତ୍ୟୁ। ଏ ଗଳ୍ପରେ ପ୍ରେମର ନୀରବ ଫଲ୍ଗୁ ପ୍ରବାହିତ। ନୀରବରେ ପ୍ରେମର ସୃଷ୍ଟି, ନୀରବତାରେ ମଧ୍ୟ ପରିସମାପ୍ତି। ଜେଜିମାର ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ଡାକ ଭିତରେ ଅନନ୍ତ ବେଦନା ଓ ଗଭୀର ବାତ୍ସଲ୍ୟ ପ୍ରକଟିତ। ପରିଣତିରେ ରେବତୀର ମୃତ୍ୟୁ ଓ ଜେଜେମାର ଜୀବନବସାନ ଗଳ୍ପଟିକୁ ଆହୁରି କରୁଣ କରିଦେଇଛି। ତ ଚାଲନ୍ତୁ ଏବେ ରେବତୀ ଗଳ୍ପର କିଛି ସର୍ଟ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା, ଯାହା +3 4th ସେମିଷ୍ଟର ଏକ୍ଜାମ୍ ପାଇଁ ନିହାତି ଜରୁରୀ। ଫକୀରମୋହନ ସେନାପତି କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି? 1843 ମସିହା ଜାନୁଆରୀ ମାସ 13 ତାରିଖରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମରେ ଫକୀରମୋହନ ସେନାପତି ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ପିତାମାତାଙ୍କ ନାମ କ'ଣ? ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣଚରଣ ସେନାପତି ଓ ମାତା ତୁଳସୀ ଦେବୀ। ଫକୀରମୋହନ ସେନାପତିଙ୍କ ପ୍ରକୃତ ନାମ କ'ଣ ଥିଲା? ବ୍ରଜମୋହନ। ଫକୀରମୋହନ ସେନାପତି ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପର ନାମ କ'ଣ? ରେବତୀ, ଯାହା 1898 ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ। ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପ କେଉଁ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା? 1906 ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ 10ମ ସଂଖ୍ୟା କାର୍ତ୍ତିକ ମାସ ଶ୍ରୀ ଧୁର୍ଜଟି ଛଦ୍ମ ନାମରେ ଆତ୍ମପ୍ରକାଶ କରିଥିଲେ ଫକୀରମୋହନ ସେନାପତି। ଫକୀରମୋହନ ବାମଣ୍ଡା ରାଜଦରବାରରେ କେଉଁ ଉପାଧି ପାଇଥିଲେ? 1916 ମସିହାରେ ବାମଣ୍ଡା ରାଜଦରବାରରେ ସେ ସରସ୍ୱତୀ ଉପାଧି ପାଇଥିଲେ। ଫକୀରମୋହନ ପ୍ରଥମ କ୍ଷୁଦ୍ର ଗଳ୍ପର ନାମ କ'ଣ, ଯାହା ଆଜି ଯାଏଁ ଦୁଷ୍ପ୍ରାପ୍ୟ? ଲଛମନିଆ। ଏହା ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ। ରେବତୀର ଗ୍ରାମର ନାମ କ'ଣ? କଟକ ଜିଲ୍ଲାର ହରିହରପୁର ପ୍ରଗନା ଗ୍ରାମର ନାମ ପାଟପୁର। ଏସବୁ ତୁମର ଏକ୍ଜାମ୍ରେ ବହୁତ ଇମ୍ପୋର୍ଟାଣ୍ଟ। ୟାକୁ ଭଲସେ ଏକ୍ଜାମ୍ ପାଇଁ ପୁରା ଭଲସେ ପ୍ରିପାରେସନ୍ ହେଇକିରି ସମସ୍ତେ ଯିବ। ରେବତୀର ବାପାଙ୍କ ନାମ କ'ଣ? ଶ୍ୟାମବନ୍ଧୁ ମହାନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜାତିରେ କ'ଣ ଥିଲେ? ଜାତିରେ ଥିଲେ କରଣ। ଶ୍ୟାମବନ୍ଧୁ ମହାନ୍ତିଙ୍କର ମାସିକ ଦରମା କେତେ? ଶ୍ୟାମବନ୍ଧୁ ମହାନ୍ତିଙ୍କର ମାସିକ ଦରମା 2 ଟଙ୍କା। ଶ୍ୟାମବନ୍ଧୁ ମହାନ୍ତିଙ୍କ ଘରେ କୁଟୁମ୍ବ କେତେ ଜଣ ଥିଲେ? 4 ଜଣ। ସେ 4 ଜଣଙ୍କ ନାମ କ'ଣ? ଶ୍ୟାମବନ୍ଧୁ ମହାନ୍ତି, ରେବତୀ, ରେବତୀର ଜେଜିମା ଆଉ ରେବତୀର ମା। ରେବତୀର ଗୃହ ଶିକ୍ଷକର ନାମ କ'ଣ? ବାସୁଦେବ। ବାସୁଦେବ କେଉଁ ସ୍କୁଲର ଉତ୍ତୀର୍ଣ୍ଣ ଛାତ୍ର? ବାସୁଦେବ କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ବାସୁଦେବର ବୟସ କେତେ? ବାସୁଦେବର ବୟସ 20 ବର୍ଷ। ବାସୁଦେବର ମାସିକ ଦରମା କେତେ? ବାସୁଦେବର ମାସିକ ଦରମା 4 ଟଙ୍କା। ବାସୁଦେବ କେଉଁ ଜାତିର ଲୋକ? କେଉଁ ଜାତିର ଥିଲେ? କରଣ ଜାତି। ବାସୁଦେବ କାହାକୁ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବା ଲାଗି କହିଥିଲେ? ସୀତାନାଥ ବାବୁଙ୍କୁ। ରେବତୀ କେବେ ବିଦ୍ୟାରମ୍ଭ କଲା? ରେବତୀ ଶ୍ରୀପଞ୍ଚମୀ ଦିନ ବିଦ୍ୟାରମ୍ଭ କଲା।
ଶ୍ୟାମବନ୍ଧୁ ମହାନ୍ତି କେଉଁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ? ଶ୍ୟାମବନ୍ଧୁ ମହାନ୍ତି ବାଡ଼ି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ। କିଏ ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି? ବାଡ଼ି ବା ହଇଜା। ସେହି ଗ୍ରାମର ଧୋବା ଜଣକର ନାମ କ'ଣ ଥିଲା? ବନା ସେଠୀ, ଯିଏ ଶ୍ୟାମବନ୍ଧୁ ମହାନ୍ତିଙ୍କର ଶବ ସଂସ୍କାର ପାଇଁ ତାଙ୍କ ଲୁଗାପଟା ଆଉ ଯେଉଁ କର୍ମ ସବୁ ଥିଲା ସେ ଧୋବା ବନା ସେଠୀଙ୍କ ଦ୍ୱାରା କରାଯାଇଥିଲା। ଶ୍ୟାମବନ୍ଧୁଙ୍କର କେତୋଟି ଗାଈ ଥିଲେ? 2ଟି ଗାଈ, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଶ୍ୟାମବନ୍ଧୁ ମହାନ୍ତିଙ୍କର ମୃତ୍ୟୁ ଘଟିଛି, ଘର ଚଳେଇବା ପାଇଁ ଯେତେବେଳେ ପଇସା ନ ହେଇଛି ସେତେବେଳେ 2ଟି ଗାଈକୁ ବିକ୍ରି କରିଦେଇଛନ୍ତି। ଶ୍ୟାମବନ୍ଧୁଙ୍କୁ ଜମିଦାର କେତେ ମାଣ ଜମି ଚଷିବାକୁ ଦେଇଥିଲେ? ଶ୍ୟାମବନ୍ଧୁଙ୍କୁ ଜମିଦାର 3 ମାଣ ଜମି ଚଷିବାକୁ ଦେଇଥିଲେ, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ସେ ନେଇଯାଇଛନ୍ତି ଶ୍ୟାମବନ୍ଧୁ ମହାନ୍ତିଙ୍କର ମୃତ୍ୟୁ ପରେ। ବୁଢ଼ୀ କେଉଁ ଦୋକାନୀ ପାଖକୁ ଚାଉଳ ଆଣିବାକୁ ଯାଇଥିଲା? ହରିସାଉ ଦୋକାନୀ। ରେବତୀର କେଉଁ ରୋଗରେ ମୃତ୍ୟୁ ଘଟିଛି? ସନ୍ନିପାତ ରୋଗରେ। ଏତିକି ଆମର ହେଉଛି ପରୀକ୍ଷା ରିଲେଟେଡ୍ କିଛି ହେଉଛି ସର୍ଟ କ୍ୱେଶ୍ଚିନ୍ ଆନ୍ସରର ଆଲୋଚନା। ଆଉ କିଛିଟା କ୍ୱେଶ୍ଚିନ୍ ମୁଁ ପିଲାମାନେ ତମ ପାଇଁ ମୁଁ କରିଛି 5ଟି କ୍ୱେଶ୍ଚିନ୍। ଏ କ୍ୱେଶ୍ଚିନ୍ ଯେଉଁମାନେ ଜାଣିଛନ୍ତି କମେଣ୍ଟରେ ଏଇ କ୍ୱେଶ୍ଚିନ୍ର ଉତ୍ତର ଗୁଡ଼ିକ ଲେଖିବେ। ତ ଫକୀରମୋହନ ସେନାପତିଙ୍କର ପ୍ରଥମ ଭ୍ରମଣ କାହାଣୀର ନାମ କ'ଣ? ଫକୀରମୋହନ ସେନାପତି କେତୋଟି ଗଳ୍ପ ଲେଖିଥିଲେ ଓ ସେଗୁଡ଼ିକର ନାମ ଲେଖ। 29 ନମ୍ବର କ୍ୱେଶ୍ଚିନ୍, ଫକୀରମୋହନଙ୍କୁ କେଉଁ ପୁରୁଷ ବୋଲି କୁହାଯାଏ? 30 ଫକୀରମୋହନ ସେନାପତି ତାଙ୍କ ପତ୍ନୀ ବିୟୋଗରେ କେଉଁ କବିତା ଲେଖିଥିଲେ? 31 ଫକୀରମୋହନ ସେନାପତିଙ୍କର କେଉଁ ଗଳ୍ପକୁ ନେଇ ଗୋପାଳ ଛୋଟରାୟ ନାଟ୍ୟ ରୂପ ଦେଇଥିଲେ? ୟାକୁ ନିହାତି ତମେ ଯଦି ଏହାର କ୍ୱେଶ୍ଚିନ୍ ଆନ୍ସର ଜାଣିଥିବ ତାହେଲେ ତାକୁ କମେଣ୍ଟ ମାଧ୍ୟମରେ ନିହାତି ଲେଖିବ। ଆଉ ଯେହେତୁ ପରୀକ୍ଷା ତମର ପାଖେଇ ଆସୁଛି, ମନ ଦେଇକରି ପାଠ ପଢ଼, ସବୁ ବିଷୟକୁ ଥରୋଲି ରିଭିଜନ୍ କର। ଆଉ ଯେଉଁ ବିଷୟ ଗୁଡ଼ିକ ତମର ବୁଝିପାରୁନ କମେଣ୍ଟ ମାଧ୍ୟମରେ କହିପାରିବ ଯେ ଆମେ ନେକ୍ସଟ ଭିଡ଼ିଓରେ ସେଇ ବିଷୟ ଗୁଡ଼ାକ ଆଲୋଚନା କରିବା। ଏତିକି କହୁଛି, ଧନ୍ୟବାଦ।